ମହାଦେବାୟ ନମଃ। ଦେବ ଦେବ ମହାଦେବ। ଗାଁର ଉତ୍ତର ପୂର୍ବ କୋଣରେ ଈଶାନ୍ୟ କୋଣରେ ଈଶାନେଶ୍ୱରଙ୍କ ମନ୍ଦିର। ଜଗତ୍ ପିତରौ ବନ୍ଦେ ପାର୍ବତୀ ପରମେଶ୍ୱରୌ। ଜଗତର ପିତାମାତା ହେଲେ ପାର୍ବତୀ ଆଉ ପରମେଶ୍ୱର, ପରମ ଈଶ୍ୱର। ପରମ ଈଶ୍ୱର ବୋଇଲେ ମହାଦେବ, ପାର୍ବତୀ ଠାକୁରାଣୀ, ଠାକୁର ଠାକୁରାଣୀ ଦୁଇ ମୁଣ୍ଡରେ। ତେଣୁ ତାଙ୍କୁ ଆମେ ପ୍ରଣାମ କରିବା। ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିବା। ଆଜି ବାର ହେଉଛି ଶୁକ୍ରବାର ବିଷୟରେ ଆଲୋଚନା କରିବା। ତେଣୁ ବୃଷ, ମିଥୁନ, କନ୍ୟା, ତୁଳା, କୁମ୍ଭ, ମୀନ ଏଇ 6ଟି ରାଶିର ଯଦିଓ ଖରାପ ଅଛି ସେତେ ଖରାପ ଫଳ ମିଳିବନି, କିନ୍ତୁ ବାକି ଯେଉଁ 6 ରାଶି ରହିଗଲେ ସେମାନଙ୍କର ଭଲ ଥିଲେ ବି ଟିକେ ଟିକେ ଖରାପ ହେବ। ବାର ଯେହେତୁ ଶୁକ୍ରବାର, ଦେଖିବା ଆସନ୍ତୁ ଶୁକ୍ରବାର ଦିନ କ'ଣ ହେବ, ସୂର୍ଯ୍ୟ କେତେବେଳେ ଉଦୟ ହେବେ। ଆମେ ଆଜି ଗୁରୁବାର ଅଛେ ନା, ତେଣୁ ଶୁକ୍ରବାର ଦିନ ସୂର୍ଯ୍ୟ ଉଦୟ ହେବେ 5ଟା 27 ପରେ, ଅସ୍ତ ଯିବେ 6ଟା 14 ପରେ, ଆଉ ମନ୍ଦ ସମୟ ଆସିବ ଦିନ 10ଟା 15ରୁ 11ଟା 51। ଏଇ ଯେଉଁ ସମୟଟା ମନ୍ଦ ସମୟ, ତେବେ ଧ୍ୟାନ ଦେଇଥିବେ। ଏ ସମୟ ଯାତ୍ରା ଆରମ୍ଭ କରିବେନି। ଯାହା ଧକ୍କା ହୁଏ ଯେତେବେଳେ ଯେଉଁଠି, କେବଳ ରାହୁ କାଳରେ ହିଁ ଧକ୍କା ହେଇଥାଏ। ଆଉ ଅନ୍ୟ ସମୟରେ ମୁଁ ଯାହାଟା କହୁଛି ଅଳ୍ପ କଥା କହୁଛି ନା। ରାହୁ କାଳ ବିଷୟରେ ମାନେ ମନ୍ଦ ସମୟ କମ୍ କହୁଛି। ଅନେକ ମନ୍ଦ ସମୟ ଅଛି। 24 ଘଣ୍ଟା ଭିତରେ ଅନେକ ମନ୍ଦ ସମୟ ଆସେ, ଆଉ କିଛି ଭଲ ସମୟ ଆସେ। ଭଲ ସମୟ କୁହାଯାଏ ଅମୃତ ବେଳା ଆଉ ମହେନ୍ଦ୍ର ବେଳା। ହେଲା, ସେ ସମୟ କିଛି ସମସ୍ୟା ହୁଏନି। ହେଲେ ଯେଉଁ ସୀମିତ କଥା କହୁଛି ମୋର ଭାଇ ବନ୍ଧୁ କୁଟୁମ୍ବ ପାଇଁ, ଯେ ଏଇ ରାହୁ କାଳ, ଏ ସମୟରେ କେବେ ଯାତ୍ରା ଆରମ୍ଭ କରିବେ ନାହିଁ। ତା ପୂର୍ବରୁ କରିଦେବେ କି ପରେ କରିବେ। ଏ ସମୟ ହେଲା ଆଜି ଶୁକ୍ରବାର ପାଇଁ ସକାଳ 10ଟା 15ରୁ 11ଟା 51। ହେଲେ ଆଜି ଶୁକ୍ରବାର 14 ତାରିଖ, ମେଷ ରାଶିର ଦ୍ୱିଜା ନକ୍ଷତ୍ରର ଦିନ ସାରା ଅଶୁଭ। ଏପରିକି ରାତି 3ଟା 40 ଯାଏ ଏ ଅଶୁଭ ସମୟ ରହିବ। ବୁଝା ପଡ଼ିଲା। ହେଲେ ଆଜି ମେଷ ରାଶି ପାଇଁ ଗୋଟେ ସନ୍ତାନ ଚିନ୍ତା। ସେ ସନ୍ତାନ ଯେଡ଼େ ବଡ଼ ହେଇଥାଉ, ବାପ ମା ବଞ୍ଚିବା ପର୍ଯ୍ୟନ୍ତ ସନ୍ତାନ ଚିନ୍ତା ତା ମୁଣ୍ଡକୁ ଘାରିଥାଏ। ଏଇଠି ପ୍ରଶ୍ନ ଆସିବ, ଯେଉଁମାନେ ଅବିବାହିତ, ମେଷ ରାଶିର ଯେଉଁମାନେ ଅବିବାହିତ, ତାଙ୍କ ପାଇଁ ସନ୍ତାନ କେଉଁଠି ଆସିବ? ହଁ, ବାପା ମା ସନ୍ତାନକୁ ଯେମିତି ଭଲ ପାଆନ୍ତି, ଅବିବାହିତ ଯୁବକ ଯୁବତୀ ମାନେ ତାଙ୍କ ସାଙ୍ଗସାଥୀକି ସେମିତି ଭଲ ପାଆନ୍ତି। ତେଣୁ ତାଙ୍କ ମୁଣ୍ଡକୁ ଆଜି ସାଙ୍ଗସାଥୀଙ୍କ ଚିନ୍ତା ଘାରିବ। ମୋଟାମୋଟି ଭାବରେ ଶୁକ୍ରବାର 14 ତାରିଖ, ମେଷ ରାଶି ଦ୍ୱିଜା ନକ୍ଷତ୍ରର ଦିନ ସାରା ଅଶୁଭ। ଏପରିକି ରାତି 3ଟା 40 ଯାଏ ଆଜି ଏହି ଅଶୁଭ ଚିନ୍ତା ଗ୍ରାସ କରିବ। ଆଜି ଆପଣଙ୍କୁ ସନ୍ତାନ ଚିନ୍ତା ବିବ୍ରତ କରିବ। ଯେଉଁମାନେ ବିବାହିତ ସେମାନେ ସାଥୀ ସଙ୍ଗାତଙ୍କ ପାଇଁ ମଧ୍ୟ ଚିନ୍ତିତ ହେବେ। ଏତଦ୍ ବିନା ଆଉ ଆଜି ସୁଖ ଦୁଃଖ ଆଉ କିଛି ନାହିଁ। ଆଜି ବିଧାତା ଆପଣଙ୍କୁ ବିବିଧ ସୁଖ ଦେବେ, ବିବିଧ ସୁଖ। ସେ ସୁଖ ଆପଣଙ୍କର ବ୍ୟବହାର ଓ ହସ ହସ ମୁହଁ ଉପରେ ନିର୍ଭର କରେ। ଯେତେ ମଧୁର ବ୍ୟବହାର କରିବେ, ହସି ହସି କଥାବାର୍ତ୍ତା କରିବେ, ସମସ୍ତଙ୍କୁ ମଧୁର ଚାହାଣିରେ ଚାହିଁବେ, ସମସ୍ତଙ୍କ ଓଠରେ ହସ ଫୁଟେଇ ପାରିବେ, ତେବେ ଜାଣନ୍ତୁ ଆପଣଙ୍କୁ ଆଜି ବିଧାତା କୌଳିକ, ମୌଳିକ, ପାରିବାରିକ, ଆର୍ଥିକ, ଭୌତିକ, ସାମାଜିକ, ପାରମାର୍ଥିକ, ବୈଷୟିକ ଯେତେ ଇକ ପ୍ରତ୍ୟୟ ଅଛି ସବୁ ପ୍ରକାର ସୁଖ ଦେବେ। ଏସବୁ ନିର୍ଭର କାହା ଉପରେ? ଆପଣଙ୍କ ବ୍ୟବହାର ଉପରେ, ହସ ହସ ମୁହଁ ଉପରେ। ବିନୟ ମଧୁର ବଚନ କହି ତୋଷିବ ପ୍ରାଣୀ ମନ। ହଁ, ତେଣୁ ତେବେ ଆଜି ଶାନ୍ତି, ସୁଖ, ଆନନ୍ଦ ପାଇବେ। ଯଦି ସମୟୋଚିତ ପରିଶ୍ରମ କରି ମୁଣ୍ଡ ଖଟାଇ ପାରିବେ, ସମୟୋଚିତ କେତେବେଳେ କେଉଁ ସମୟରେ କେଉଁ ପରିଶ୍ରମ କରିବା କଥା, ଯଦି ସମୟୋଚିତ ପରିଶ୍ରମ କରିବେ ଓ ମୁଣ୍ଡ ଖଟାଇ ପାରିବେ, ତେବେ ଆର୍ଥିକ ବିକାଶ ହେବ, ଯଥେଷ୍ଟ ଧନ ରୋଜଗାର ହେବ, ଆପଣ ଆର୍ଥିକ ସୁଖରେ ବିଭୋର ହେଇଯିବେ। ବାସ୍,
ଅନ୍ୟ ପକ୍ଷରେ ବୃଷ ରାଶି ପାଇଁ ଆଜି ଭଲ ଦିନ ନୁହଁ, କିନ୍ତୁ ଭଲ ଦିନ ନହେଲେ ବି ଯେହେତୁ ଶୁକ୍ରବାର ଗ୍ରହ ଶୁକ୍ର ରକ୍ଷା କରିବେ ଆଜି। ଆଚ୍ଛା, ଶୁକ୍ରବାର 14 ତାରିଖ ବୃଷ ରାଶି ମୃଗଶିରା ନକ୍ଷତ୍ରର ଦିନ ସାରା ଅଶୁଭ। ଆଜି ଏକ ଗଣ୍ଡଗୋଳିଆ ଦିନ। ଏଇ ଯେଉଁ ଅଶୁଭ ସମୟଟା ରାତି 3ଟା 40 ଯାଏ ମୁଁ କହିଲି, ତେଣୁ ଆଜି ଗୋଟେ ଗଣ୍ଡଗୋଳିଆ ଦିନ, କଳହ ହେଇପାରେ। ଯେହେତୁ ଜାଣିଲେ କଳହ ହେବ, ଆମେ ଯଦି କଳହି କଣ୍ଟା ବାଡ଼ରେ ଲୁଗା ପକେଇ ଚିରିବାକୁ ଆମକୁ ଯଦି ଭଲ ଲାଗେ, ଆମ ଯଦି କଙ୍କଡ଼ା, ତାହେଲେ ଗୋଳିଆ ପାଣି ତ ଭଲ ଲାଗିବ ନା। ନାଇଁ 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 ବନ୍ଧୁ, କଳହରେ ଯିଏ ପଶେ ତାର ଚାରିତ୍ରିକ ସ୍ଖଳନ ହୁଏ। କାହିଁକି ପଙ୍କରେ ପଶିବେ ଜାଣିକିରି ଗୋଡ଼ ଧୋଇବେ, ପାଦ ଗନ୍ଧେଇବନି, ହାତ ଗନ୍ଧେଇବନି, ଜମା ପଙ୍କରେ ପଶନ୍ତୁନି, କଳହରେ ପଶନ୍ତୁନି। ଯିଏ ଯାହା କହିଲା କହିଲା ଢୋ। କହିବା ଲୋକ ବଡ଼ ନୁହେଁ, ସହିବା ଲୋକ ବଡ଼। ବାତ୍ୟା ଆସୁଛି ନଈଯାଅ, କିଛି କ୍ଷତି ହେବନି। ତେଣୁ ଆଜି କଳହ ହେଇପାରେ, ତେଣୁ ଆମେ ଟିକେ ଚୁପଚାପ ରହିବା। ଆଜି ମୌନ ରୁହନ୍ତୁ। ଦେହ ମୁଣ୍ଡ ମନ ଅସ୍ଥିର ହେବ, ଆଜି ରୋଗାକ୍ରାନ୍ତ ହେବେ, ଏଣୁ ବ୍ୟସ୍ତ ବିବ୍ରତ ଲାଗିବ। ମାତ୍ର ଯାତ୍ରା କ୍ଷେତ୍ରରେ ବି ଯାନବାହନ ହଇରାଣ କରିବ, ରାସ୍ତାରେ ହଇରାଣ ହେବେ। ଆୟ ଅମଳରେ ବାଧା ବନ୍ଧନ ଅଛି, ବିବିଧ ଦୁଃଖ ଅସ୍ଥିର କରିବ। ବହୁ ସମୟ ବୃଥା ନଷ୍ଟ ହେଇଯିବ, ଯଥା ସମୟରେ ଭୋଜନ ମିଳିବନି। କିନ୍ତୁ ଅପରାହ୍ନରେ ବନ୍ଧୁ ସହଯୋଗ ମିଳିପାରେ, ସିଓର ନୁହଁ, ମିଳିପାରେ। ଏହା ଆପଣଙ୍କର ବ୍ୟବହାର ଉପରେ ନିର୍ଭର କରେ। ମିଥୁନ ରାଶି, ଶୁକ୍ରବାର 14 ତାରିଖ ମିଥୁନ ରାଶି ପୁନର୍ବସୁ ନକ୍ଷତ୍ରର ଦିନ ସାରା ଅଶୁଭ। ଏହି ସମୟ ରାତି 3ଟା 40 ଯାଏ ରହିବ। ଆଜି ଭ୍ରାତୃ କଳହ ହେଇପାରେ, ଶୁକ୍ରବାର ହେଲା, ହୋଇପାରେ, ମାନେ ନିଶ୍ଚିତ ନୁହଁ, ହୋଇପାରେ। ବୁଧ ଶୁକ୍ରଙ୍କର ମିତ୍ରତା ଅଛି। ହଁ, ସବୁ ଆପଣ ବ୍ୟବହାର ଉପରେ ହୋଇପାରେ। ପାରିବାରିକ ଶାନ୍ତି ଭଙ୍ଗ ହେବ। ଅନ୍ୟାନ୍ୟ ସବୁ ଭଲ, ଯଦି ଯଥା ସମୟରେ ଯଥା ସ୍ଥାନରେ ଉପଯୁକ୍ତ ଶାରୀରିକ ଓ ମାନସିକ ବା ଉଭୟ ପ୍ରକାର ଶ୍ରମ କରନ୍ତି, ତେବେ ବଢ଼ିଆ ରୋଜଗାର ହେବ। ପ୍ରିୟ ପରିଜନଙ୍କ ତଥା ବନ୍ଧୁଙ୍କର ସହଯୋଗ ମିଳିବ। ଶାରୀରିକ ସମସ୍ୟା ନାହିଁ। ପରିଶ୍ରମ ଅନୁଯାୟୀ ଧନ ମିଳିଥାଏ। ଆଳସ୍ୟକୁ ଜମା ପାଖକୁ ଆଣନ୍ତୁନି, ଅଳସୁଆ ଦୁଃଖ ପାଏ। ତେଣୁ ଆପଣ ମାନସିକ ପରିଶ୍ରମ କରନ୍ତୁ, ଶାରୀରିକ ପରିଶ୍ରମ କରନ୍ତୁ, ଉଭୟ ପରିଶ୍ରମ କରନ୍ତୁ, ଧନ ପାଇବେ। ହଁ, କର୍କଟ ରାଶି, ଶୁକ୍ରବାର 14 ତାରିଖ କର୍କଟ ରାଶି ଅଶ୍ଳେଷା ନକ୍ଷତ୍ରର ଦିନ ସାରା ଅଶୁଭ। ଏହିପରି ମନ୍ଦ ସମୟ ରାତି 3ଟା 40 ଯାଏ ରହିବ। ଆଜ ଧନ ହାନି, ପ୍ରାଣ ପୀଡ଼ା ବୋଲି ଜାଣନ୍ତୁ। ଋଣଦାତା ଆଜି ହଇରାଣ କରିବେ। ଆୟ ମାନ୍ଦା ହେବ, ବ୍ୟୟ ଅଧିକ ହେବ, ସ୍ୱାସ୍ଥ୍ୟହାନି ହେବ, ଦୁଶ୍ଚିନ୍ତା ବଢ଼ିଯିବ। ରୁଚିକର ଖାଦ୍ୟ, ଆରାମଦାୟୀ ନିଦ୍ରା ହେବନି, ସମ୍ମାନହାନି ହେବାର ଯୋଗ ଅଛି, ଭୟ ଲାଗିବ। ଆଉ ଯଦି ମନ ପକେଇ ମନକୁ ମନେଇ ପାରିବେ, ଧୈର୍ଯ୍ୟ ଧରିବେ, ବିଚଳିତ ହେବେନି, ବୁଦ୍ଧି ଖଟେଇବେ, ବିବେକୀ ବୋଲି ପରିଚୟ ଦେବେ। ମୁଁ ବିବେକୀ, ମୁଁ ବୁଦ୍ଧିମାନ। ପାଟିରେ କହିଲେ ହେବନି ମା, ବ୍ୟବହାରରେ ଲୋକଙ୍କୁ ଜଣେଇ ଦେବେ ଯେ ଆପଣ ବୁଦ୍ଧିମାନ, ବିବେକୀ, ଜ୍ଞାନୀ, ବିଚାରବନ୍ତ, ସୁଶୀଳ, ଶାନ୍ତ, ଭଦ୍ର। ତେବେ ଆପଣଙ୍କୁ ଲକ୍ଷ୍ମୀ ଦୟା କରିବେ। ମୁଁ କାହା କଥା କହୁଛି? କର୍କଟ ରାଶି ବିଷୟରେ କହୁଛି। ଯଦି ଆପଣ ବିଚଳିତ ହେବେ, ଧୈର୍ଯ୍ୟ ହରା ହେବେ, ଆତୁର ହେବେ, ସକେଇବେ, କାନ୍ଦିବେ, ତାହେଲେ ଆଜି ଦିନଟା ଦୁଃଖରେ ଦୁଃଖରେ ଯିବ। ସିଂହ କଥା ବୁଝିବା। ଶୁକ୍ରବାର 14 ତାରିଖ ସିଂହ ରାଶି ପାଇଁ ମଧୁମଙ୍ଗଳ ଦିନ, ବଢ଼ିଆ ଦିନ। ସମସ୍ତ ପ୍ରକାର ଦେହ ଯନ୍ତ୍ରଣା, ମାନସିକ ଦୁଶ୍ଚିନ୍ତା, ପାରିବାରିକ କଳହ ଦୂରେଇ ପଳେଇବ। ସୁଖ ଶାନ୍ତି ଓ ଆନନ୍ଦ ମିଳିବ। ପୂର୍ବାପେକ୍ଷା ସୁନ୍ଦର ଦିଶିବେ। ଦେହରେ ନବଶକ୍ତି ସଞ୍ଚାର ହେବ। ଆଳସ୍ୟ ଆଦୌ ପାଖ ମାଡ଼ିବନି।
ଆଜି କୌଳିକ ମୌଳିକ ଆର୍ଥିକ ଓ ବୌଦ୍ଧିକ ଶାନ୍ତି ପାଇବେ। ଦେହ ମନ ଓ ମୁଣ୍ଡ ସୁସ୍ଥ ରହିବ। ଉପହାର ମିଳିବ। କର୍ମ ଅନୁସାରେ ଧନ ବି ପ୍ରାପ୍ତ ହେବ। ନବ ନିଯୁକ୍ତି ମିଳିଯାଇପାରେ। ନୂତନ ବନ୍ଧୁଙ୍କ ସହ ମଧୁର ସମ୍ପର୍କ ରହିବ। ମାନେ ଗୋଟିଏ ମଣିଷ ପାଇଁ ଯେଉଁ ଯେଉଁ ପ୍ରକାର ସୁଖ ଦରକାର ଆଜି ସିଂହ ରାଶିର ଜନତାଙ୍କୁ ସେହି ପ୍ରକାର ସୁଖ ମିଳିବ। ହେଲା, କନ୍ୟା ରାଶି। ଶୁକ୍ରବାର 14 ତାରିଖ କନ୍ୟା ରାଶି ଚିତ୍ରା ନକ୍ଷତ୍ରର ଦିନ ସାରା ଅଶୁଭ। ଏହି ମନ୍ଦ ସମୟ ରାତି 3ଟା 40 ଯାଏ ରହିବ। ଆଜି ମନ ଦୁଃଖ ହେବ। କାହିଁକି ମନ ଦୁଃଖ ହେବ? ଶୁଣୁନାହାନ୍ତି, ସାଙ୍ଗେ ସାଙ୍ଗେ ପ୍ରଶ୍ନ କାହିଁକି? ଆଜି ମନ ଦୁଃଖ ହେବ କାରଣ ବ୍ୟୟ ବଢ଼ି ଯିବ। ଆୟ କମି ଯିବ। ଶେଷକୁ ସମ୍ପୂର୍ଣ୍ଣ ବନ୍ଦ ହେଇଯିବ। ମନ ଦୁଃଖ ହେବନି? ଦେହ ପରାସ ଲାଗିବ। ମନ ଦୁଃଖ ହେବନି? ମୁଣ୍ଡ ବିନ୍ଧିବ। ମନ ଦୁଃଖ ହେବନି? ପୁରୁଣା ରୋଗ ହଇରାଣ କରିବ। କ'ଣ ଖୁସି ହେବେ? ମନ ଦୁଃଖ ହେବନି? ଋଣଦାତା ଅର୍ଥ ମାଗିବେ। କଳହ ହେଲା ଭଳି ପରିସୃଷ୍ଟି ହେବ। ପାରିବାରିକ ଶାନ୍ତି, ଆର୍ଥିକ ସୁଖ, ସାମାଜିକ ସମ୍ମାନ ମିଳିବନି। ଏଥିପାଇଁ ତ ମନ ଦୁଃଖ ହେବ। ହେଲା, ଶୁକ୍ରବାର 14 ତାରିଖ ତୁଳା ରାଶି ବିଶାଖା ନକ୍ଷତ୍ରର ଦିନ ସାରା ଅଶୁଭ। ଆଜି ମନ୍ଦ ସମୟ ରାତି 3ଟା 40 ଯାଏ ରହିବ। ବହୁତ ବଢ଼ିଆ ଦିନ ଆଜି। ଆଜି ତୁଳା ରାଶି ପାଇଁ ବଢ଼ିଆ ଦିନ। ହସ ମୁହଁରେ ସମସ୍ତଙ୍କ ସହ ସଂଳାପ କରନ୍ତୁ। ସବୁ ସମ୍ଭାଳି ମଧୁର ବ୍ୟବହାର କରନ୍ତୁ। ଜନତାଙ୍କୁ ଆନନ୍ଦରେ ଆପ୍ୟାୟିତ କରନ୍ତୁ। ଏତଦ୍ୱାରା ସର୍ବବିଧ ଲୌକିକ ସୁଖ ମିଳିବ। ତୁଳା ରାଶିଙ୍କ ପାଇଁ ବଢ଼ିଆ ଦିନ। ପୁଣି ଶୁକ୍ରବାର ଅଛି। ତୁଳା ରାଶିର ଲୋକମାନେ ମହା ଆନନ୍ଦ ପାଇବେ। ହେଲେ ଟିକେ ହସ ମୁହଁରେ ସମସ୍ତ ଓଠରୁ ଟିକେ ହସ ଝରାନ୍ତୁ। ଦେଖିବେ ଆପଣଙ୍କୁ ଈଶ୍ୱର ଦୟା କରିବେ। ସମସ୍ତ ଲୌକିକ ସୁଖ ପାଇବେ। ଦେହ ମନ ମୁଣ୍ଡ ପୂର୍ଣ୍ଣ ସୁସ୍ଥ ରହିବ। ଆୟ ଅମଳ ବଢ଼ିଆ ହେବ। ଭୋଜନ ଶୟନ ଭ୍ରମଣ ଓ ପଠନର ସୁଖ ଅଛି, ତାକୁ ମଧ୍ୟ ଲବ୍ଧ କରି ଖୁସି ହେବେ। ଅଧିକ ଧନ ପାଇଁ କଠିନ ଶ୍ରମ କରନ୍ତୁ ଓ ଶ୍ରମ ବିଫଳ ହେବନି। ଆଜି ତୁଳାରାଶି ଲୋକମାନେ ଯେଉଁଥିପାଇଁ ଶ୍ରମ କରିବେ ସେ ଶ୍ରମ ଶାରୀରିକ ହେଇପାରେ ବା ମାନସିକ ହେଇପାରେ ବା ଉଭୟ ହେଇପାରେ। ଏ ଶ୍ରମ ବିଫଳ ହେବନି। ଶ୍ରମର ପରିମାଣ ଠାରୁ ଅଧିକ ଅର୍ଥ ମିଳିବ ଆଉ ଈଶ୍ୱର କୃପା କରିବେ। ଆଜି ତୁଳା ରାଶିର ବଢ଼ିଆ ଦିନ। ଦେଖିବା ବିଛା ପାଇଁ କ'ଣ ବ୍ୟବସ୍ଥା ଅଛି। ଶୁକ୍ରବାର 14 ତାରିଖ ବିଛା ରାଶି ଜ୍ୟେଷ୍ଠା ନକ୍ଷତ୍ରର ଦିନ ସାରା ଅଶୁଭ। ଏହି ଅଶୁଭ ସମୟ ରାତି 3ଟା 40 ଯାଏ ରହିବ। ଆଜି ଅଳସ ବି ପରିଶ୍ରମ କରିବ। ଆଜି ମାନେ ଲେବରିୟସ୍ ଡେ। ଆଜି ଅଳସୁଆ ବି ଖଟିବ। ନଖଲେ ରକ୍ଷା ନାହିଁ। ଈଶ୍ୱର ପିମ୍ପୁଡ଼ି ମଶା ହେଇ ତାକୁ କାମୁଡ଼ିବେ ଆଉ ଖଟ ବୋଲି କହିବେ ଆଉ ତାକୁ ବସେଇ ଉଠେଇ ଦେବେନି ଆଉ। ତେଣୁ ଆଜି ଅଳସୁଆ ବି ଖଟିବ। ଆଉ ଯେଉଁମାନେ ପରିଶ୍ରମୀ ଠିକ୍ ଆପଣଙ୍କ ଭଳିଆ ସେ ଖଟିବେ। ଏ ଖଟିବାରେ ଆଜି ଆନନ୍ଦ ଅଛି। ଆଜି ବିଛାରାଶି ଲୋକମାନେ ଖଟିବେ କିନ୍ତୁ ଆନନ୍ଦରେ ରହିବେ, ସୁଖରେ ରହିବେ, ଶାନ୍ତି ପାଇବେ। କାରଣ ଏଇ ପରିଶ୍ରମରୁ ସେମାନେ ଏଇଗୁଡ଼ାକ ସଂଗ୍ରହ କରିବେ। କ'ଣ? ସୁଖ, ଶାନ୍ତି, ଆନନ୍ଦ, ଧନ, ସମ୍ମାନ, ଆଦର, ପ୍ରେମ ଇତ୍ୟାଦି। ଆଜି ଅଳସୀ ପରିଶ୍ରମ କରିବ। କର୍ମକୁଣ୍ଠ ବି କର୍ମ ପ୍ରବଣ ହେବ। ଆଉ ଆପଣ ଯିଏ ପରମ ପରିଶ୍ରମୀ ସେ ଅଧିକରୁ ଅଧିକ ଖଟି ଶାନ୍ତି ଓ ସୁଖର ସନ୍ଧାନ ପାଇବେ। ଧନ ରୋଜଗାର କରି ଖୁସି ହେବେ। ସୁତରାଂ ଆଜି ବିଛା ଜନତାଙ୍କୁ ଶ୍ରମାନୁସାରେ ଯେମିତି ଶ୍ରମ କରିବେ ସେ ଅନୁଯାୟୀ ଆର୍ଥିକ ମାନସିକ କାୟିକ ସୁଖ ମିଳିବ। ଦେହ ପା ସୁସ୍ଥ ରହିବ। ପାରିବାରିକ ଶାନ୍ତି ଓ ସାମାଜିକ ସମ୍ମାନ ମିଳିବ। ବଢ଼ିଆ ଦିନ। ଧନୁରାଶି ଶୁକ୍ରବାର 14 ତାରିଖ ଧନୁରାଶି ଉତ୍ତରାଷାଢ଼ା ନକ୍ଷତ୍ରର ଦିନ ସାରା ଅଶୁଭ। ନେଇ ଆଣି ଚଳି ପାରିଲେ ତମେ କହିବ ଦିନଟି ଭଲ। ଆଜି ବିଧାତା ତମ ଉପରେ ଦାୟିତ୍ୱ ଛାଡ଼ିଦେଲେ।
କହିଲେ ହେ ଧନୁରାଶିର ଜନତା, ତମେ ଆଜି ନିଜ ବୁଦ୍ଧି ବିବେକ ବଳ ଆଉ ଧର୍ମର ପ୍ରୟୋଗ କର, ଦେଖିବ ତମକୁ ସୁଖ ମିଳିବ, ନହେଲେ ନାଇଁ କାନ୍ଦୁଥିବ ଉପରକୁ ଚାହିଁ। ହେଲା, ଆଜି ଦିନଟି ଭଲ। ଆଜି ଧନୁ ଜନତାଙ୍କୁ କିଛି ରୀତିନୀତି ପାଳନ କରିବାକୁ ପଡ଼ିବ। ରୁଲ୍ ଆଣ୍ଡ ରେଗୁଲେସନ୍ ସୁଡ୍ ବି ଓବେ। ଆଜି ସବୁ ନିୟମ ପାଳନ କରିବେ ତ ଭଲ, ନହେଲେ କ'ଣ ନିୟମ ନା, ଯଦି ଏମାନେ ଅନ୍ୟର ପରାମର୍ଶ ମାନିବେ ଦୁଃଖ ପାଇବେ। ନିଜ ବୁଦ୍ଧିକୁ ଅସ୍ତ୍ର କରି ଜୀବନ ଯୁଦ୍ଧ ନ କରିବେ ଦୁଃଖ ପାଇବେ। ମାନେ ନିଜ ବୁଦ୍ଧି ଜଗନ୍ନାଥ, ଆଉ ନିଜ ବୁଦ୍ଧିକୁ ଅସ୍ତ୍ର କରି ଯଦି ଯାତ୍ରା କରିବେ ତାହେଲେ ବିଜୟୀ ହେବେ। ଯିଏ ଯାହା କହୁ କାହା କତ୍ର କୌଣସି ଶବ୍ଦକୁ ମନ ଦେବେନି, ଚୁପଚାପ ନିଜ କର୍ମ କରି ଚାଲିବେ, ତେବେ ସହଜରେ ଧନ ପାଇବେ। ଯଦି ଆଗ ବୋଲା କି ବାଗ୍ବାଚାଳ ହେବେ, ତେବେ ଜୀବନର ସବୁ ସୁଖ ଶାନ୍ତି ମିଳେଇଯିବ। ବାଗ୍ବାଚାଳ, ମୁଁ ଜ୍ଞାନୀ, ମୋ ସମାନ ଜ୍ଞାନୀ ଜଗତରେ କେହି ନାହାନ୍ତି, ବାକରା 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 ହେବେ, କାହା କଥା ଶୁଣିବେନି, ଖାଲି ଯୁକ୍ତି କରିବେ, ବୋଇଲେ ଆଜି ହାରିଯିବେ। ଅମୂଲ୍ୟ ସମ୍ପତ୍ତି ସମ୍ମାନ ଚୂନା ହେଇଯିବ। ଦେଖିବା କ'ଣ ହେଉଛି ମକର କଥା। ଶୁକ୍ରବାର 14 ତାରିଖ, ମକର ରାଶି, ଧନିଷ୍ଠା ନକ୍ଷତ୍ରର ଦିନ ସାରା ଅଶୁଭ। ଏହି ଦୁଃସମୟ ରାତି 3ଟା 40 ଯାଏ ରହିବ। ଦାମ୍ପତ୍ୟ ଜୀବନ ଆଜି ଝଡ଼ ଦେଖାଦେବ। ହଁ, ମକର ରାଶିର ମହିଳାମାନେ ନିଜ ସ୍ୱାମୀଙ୍କୁ ଶ୍ରଦ୍ଧା ବିଶ୍ୱାସ ଓ ପ୍ରେମ କରିବେ ନାହିଁ। ସ୍ୱାମୀଙ୍କ ସହ ଜୋର ଜବରଦସ୍ତି ଝଗଡ଼ା କରିବେ, ସ୍ୱାମୀଙ୍କର ଭୁଲ ବାଛିବେ। ମକର ରାଶିର ମହିଳା ନିଜ ସ୍ୱାମୀକୁ ଯଦି ଶ୍ରଦ୍ଧା ବିଶ୍ୱାସ ପ୍ରେମ କରିବେ ତ ଭଲ ଫଳ ପାଇବେ। ତାଙ୍କର ଦୋଷ ଧରିଲେ ବହୁ ଦୁଃଖ ପାଇବେ। ପୁରୁଷ ଯଦି ଆପଣା ପତ୍ନୀ ଉପରେ ରାଗିବେ ତେବେ ବହୁ ପସ୍ତେଇବେ। ଆଜି ହେଉଛି ଦାମ୍ପତ୍ୟ ଯୁଦ୍ଧ। ମକର ରାଶିର ମହିଳାମାନେ ସ୍ୱାମୀଙ୍କୁ ଠାକୁର ଜ୍ଞାନ କରନ୍ତୁ, ଇଏ ହିଁ ଭଗବାନ। ଆଉ ଯଦି ନିଜ ଭଳିଆ ମଣିଷ ଜ୍ଞାନ କରିବେ, ତାଙ୍କ ଦୋଷ ବାଛିବେ, ତାଙ୍କ ଆଖିରୁ ଲୁହ ଶୁଖିବନି। ସେମିତି ଯେଉଁ ମକର ରାଶି ପୁରୁଷ ଅଛନ୍ତି, ପତ୍ନୀ କି ଦେବୀ ଜ୍ଞାନ କରିବେ, ଆଦର କରିବେ, ଯଦି ଭାବିବେ ସେଟା ମଣିଷଟା, ସେଟା କ'ଣ ଜାଣିଛି, ବୋଇଲେ ବହୁତ ପସ୍ତେଇବେ। ବି କେୟାରଫୁଲ୍। ମକର ରାଶି ପାଇଁ ଆଜି ଏକ ଦୁଃଖପୂର୍ଣ୍ଣ ଦିନ। ଶାରୀରିକ ସମସ୍ୟା ଗୁରୁତର ହେବ, ଆଉ ପୂର୍ଣ୍ଣ ଅସୁସ୍ଥ ହେବେ। ଆୟ ଅମଳ ପ୍ରାୟ ହେବନି, ଯାହା ହେବ ତାହା ନଗଣ୍ୟ। ତେଣୁ ମକର ରାଶିର ପୁରୁଷ ବା ସ୍ତ୍ରୀ ନିଜ ଚରିତ୍ରକୁ ସଂଶୋଧନ କରି ଚେଷ୍ଟା କରନ୍ତୁ ଉପରେ ହସିବା ପାଇଁ। ସମସ୍ତଙ୍କୁ ଭଲ ପାଆନ୍ତୁ, କାହା ସହ ଯୁକ୍ତି କରନ୍ତୁନି, ଝଗଡ଼ା କରନ୍ତୁନି, ଚୁପ୍ ରହନ୍ତୁ, ତ ମଙ୍ଗଳ। ଯଦି ଅନ୍ୟର କ୍ଷତି ପାଇଁ ଚିନ୍ତା କରିବେ ତାହେଲେ ଆଖିରୁ ଲୁହ ଶୁଖିବନି। ଆଜି ସାବଧାନ ମକର ରାଶି ଲୋକମାନେ। କୁମ୍ଭ ରାଶି, ଶୁକ୍ରବାର 14 ତାରିଖ, କୁମ୍ଭ ରାଶି, ପୂର୍ବଭାଦ୍ର ନକ୍ଷତ୍ରର ଦିନ ସାରା ଅଶୁଭ। ଏହି ଅବଧି ରାତି 3ଟା 40 ଯାଏ ରହିବ। କୁମ୍ଭ ରାଶି ଜନତାଙ୍କ ପାଇଁ ଏକ ଆୟକାରକ ଦିନ। ଆଜି କୁମ୍ଭ ପାଇଁ ବଢ଼ିଆ ଦିନ। ଆଉ କ'ଣ, ଆଉ ଧନଲକ୍ଷ୍ମୀ ଗୋଡ଼ ଟେକି ରହିଛନ୍ତି ଆସିବା ପାଇଁ, ହେଲେ ତାଙ୍କ ପାଇଁ ବ୍ୟବସ୍ଥା କରିବା, ତାଙ୍କ ପାଦ ପୂଜା କରିବା, ତାଙ୍କ ପାଦରେ ଫୁଲ ଦେବା, ବନ୍ଦାପନା କରିବା। କ'ଣ କଲେ ଧନଲକ୍ଷ୍ମୀ ଆସିବେ? ଆଚାରେ ଲକ୍ଷ୍ମୀ ବିଚାରେ ସରସ୍ୱତୀ, ଏ ଜ୍ଞାନ ଅଛି କି ନାହିଁ? ବାସ୍, ଶୁଣିବା କ'ଣ ଲେଖା ହେଇଛି। ଆଜି ଏକ ଆୟକାରକ ଦିବସ, ହେଲେ ଗୋଟେ ଅସୁବିଧା ଅଛି। ସେଇ ତ, ଯଦି ଧର୍ମ ବଳ ନଥିବ ତେବେ ଦେହର କୌଣସି ଏକ ଅଙ୍ଗ ଅସୁବିଧା ସୃଷ୍ଟି କରିବ, ଗୋଟିଏ ଅଙ୍ଗ କଷ୍ଟ ଦେବ। ଧର୍ମବଳ ଥିଲେ ସେ ଅସୁବିଧା ହେବନି। ପୁରୁଣା ଅର୍ଥ ଯଦି କାହାଠାରୁ ପାଇବାକୁ ଥିବ ତାହା ଆଜି ମିଳିଯିବ। ଯାହାକୁ ଋଣ ଉଧାର ଦେଇଥିବେ ସେମାନେ ଦେଇଦେବେ। ନୂତନ ଆୟପନ୍ଥା ଖୋଲିଯିବ। ଏତଦ୍ ବ୍ୟତୀତ ନିତ୍ୟକୃତ କର୍ମରୁ ଯଥା
ବାଣିଜ୍ୟରୁ, କୃଷିରୁ, ସେବାରୁ, ବୃତ୍ତିରୁ ଯାହା ଆମେ ପ୍ରତିଦିନ କରୁଛେ ଅଧିକ ଲାଭ ହେବ। ଆଜି ଭିକାରୀର ଥାଳ ପୁରିଯିବ, ତାର ମନ ଆଜି ଉଡ଼ିବ। କୁମ୍ଭ ରାଶିର ଭିକାରୀଙ୍କର ଆଜି କଚ୍ଚେପବାଦ। ଏଥିପାଇଁ ଯଥାର୍ଥ ଶ୍ରମ। ଏଇ ତ ଲାଷ୍ଟକୁ ଆପଣ ସବୁ କଥା କହିବେ, ଏ କଥା କହିବେନି। କ'ଣ ଖାଲି କହୁଛନ୍ତି ଖାଲି ଆପଣ ଖଟନ୍ତୁ? ନ ଖଟିଲେ ଧନ ଆସିବନି ଭାଇଆ। ଶ୍ରମ ନ କଲେ କିଛି ମିଳିବନି ରେ। ନା ଗୀତାରେ ବା କୁହାଗଲା କର୍ମଣ୍ୟେବାଧିକାରସ୍ତେ। ଭାଗବତରେ କୁହାହେଇନି କର୍ମ କରିବ ନାନା ମତେ ଫଳିବ କର୍ମର ଆୟତେ। ହରି ବୋଲ। ଏବେ ଦେଖିବା ମୀନ ରାଶି। ଶୁକ୍ରବାର 14 ତାରିଖ ମୀନ ରାଶି ରେବତୀ ନକ୍ଷତ୍ରର ଦିନ ସାରା ଅଶୁଭ। ଏହି ଅଶୁଭ କାଳର ପୂର୍ଣ୍ଣ ଅବଧି ଦିନ 3ଟା 40 ଯାଏ। ଯଦି ତରବର ନ ହୋଇ ସ୍ଥିର ଚିତ୍ତରେ କାରବାର ଠିକ୍ କରନ୍ତି, ତରବର ହୁଅନ୍ତୁନି, ହରବର ହୁଅନ୍ତୁନି, କାହା କଥାରେ କାନ ଦିଅନ୍ତୁନି। ମୁଁ ହିଁ ସବୁ ଜାଣିଛି, ଈଶ୍ୱର ଭରସା, ମୁଁ ପାପୀ ନୁହଁ ଧାର୍ମିକ, ଏଇ ଚିନ୍ତାରେ କର୍ମ କରିଯାଆନ୍ତୁ। ସ୍ଥିର ଚିତ୍ତରେ କାରବାର ଠିକ୍ କରନ୍ତି, ନିଜ ବୁଦ୍ଧି ପ୍ରତି ସଜାଗ ରୁହନ୍ତି, ତେବେ ସମସ୍ତ ବୃତ୍ତି, ବ୍ୟବସାୟ, ସେବା ଆଦିରେ ଭଲ ଲାଭ ହେବ, ବଢ଼ିଆ ଲାଭ ହେବ। ପୁନଶ୍ଚ ବାଣିଜ୍ୟ ବ୍ୟବସାୟରୁ ଆଜି ଅଧିକ ଆୟ ହେବ ଓ ଲାଭ ହେବ। ହେଲେ ଧୈର୍ଯ୍ୟବାନ ହୁଅନ୍ତୁ, ନିଜ କର୍ମକ୍ଷେତ୍ରକୁ ଜଗନ୍ତୁ, କାହାକୁ ଭରସା କରନ୍ତୁନି, କାହା ହାତରେ କର୍ମ ଦାୟିତ୍ୱ ଦେଇଯାଆନ୍ତୁନି। ନିଜ ଚିନ୍ତା ଥାଉ, ଯେଉଁଠି ଥିଲେ ବି ମା ମନ କେଉଁଠି ଥାଏ? ତା ପିଲା ପାଖରେ ଥାଏ। ସେମିତି ଆପଣ ଯେଉଁ ବ୍ୟବସାୟ ବାଣିଜ୍ୟ କରୁଛନ୍ତି, ଯେଉଁ ବୃତ୍ତି କରୁଛନ୍ତି, ଆଜି ତାକୁ ହିଁ ଭଲ ପାଆନ୍ତୁ, ଦେଖିବେ ସବୁ ଠିକ୍ଠାକ୍ ହେଇଯିବ। ଈଶ୍ୱର ଦୟା କରନ୍ତୁ, ଆପଣଙ୍କର ମଙ୍ଗଳ ହଉ। ଏଇ ମଙ୍ଗଳ ଦୀପ ଯଦି ଜଳୁଥିବ, ମୁଁ ପୁଣି କାଲି ଆପଣଙ୍କୁ ଦେଖା କରିବି, ଦୀପଦ କହିବି, ନହେଲେ ନାଇଁ।